ଦେଖନ୍ତୁ ଆମର ଏଇଟା ତ ଦୀର୍ଘ ମାନେ 2022ରେ ଗୋଟେ କେସ୍ ହେଇଥିଲା ଯେଉଁଟାକି ଏନକ୍ରୋଚମେଣ୍ଟ କେସ୍। ଆମର ଯେଉଁ ବାରିବାଞ୍ଛା ଗାଁରେ ଅଛନ୍ତି ଯେଉଁ ମାସୁମ ଖାନ୍, ମହମ୍ମଦ ମାସୁମ ଖାନ୍, ମହମ୍ମଦ ଜମାଲ ଖାନ୍ ଆଉ ମହମ୍ମଦ ହସମ ଖାନ୍, ଯେଉଁ ବାରିବାଞ୍ଛା ଅଛି ଆମର ମୋଟୁ ତହସିଲ ଅଣ୍ଡରରେ ଯାଉଛି। ସେମାନେ 22 ଏକର 29 ଡିସମିଲ୍ ଜମି ବେଆଇନ ଭାବରେ ଦଖଲରେ ଥିଲେ, ଯେଉଁଟାକି ଆମର ରେଭେନ୍ୟୁ ଫରେଷ୍ଟ ଜଙ୍ଗଲ କିସମ। ସେଇଟାକୁ ସେମାନେ ଘର କରିଥିଲେ ଆଉ କିଛି ବୋଧେ ଯେଉଁ କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ କରିଥିଲେ ଆଉ କିଛି ପୋଖରୀ କରିଛନ୍ତି, ଯେଉଁଟାକି 2022ରେ କେସ୍ ହେଇଥିଲା ଏନକ୍ରୋଚମେଣ୍ଟ କେସ୍। ଆଉ ସେମାନେ 3 ଜଣ ନାଁରେ କେସ୍ ହେଇଥିଲା। ଆଉ ସେମାନେ ସବକୋର୍ଟଙ୍କ ପାଖରେ ସେତେବେଳେ ଫାଇଲ୍ କରିଥିଲେ ଯେ ତାଙ୍କର ଅବଜେକ୍ସନ୍ ଆମର ଫରେଷ୍ଟ ରାଇଟ୍ ଆକ୍ଟରେ ତାଙ୍କୁ ଜମି ସେଟେଲ୍ କରିବା ପାଇଁ, ଯେଉଁଟାକି ସେତେବେଳେ ତାକୁ ରିଜେକ୍ଟ କରାହେଇଥିଲା। ଆଉ ତା ଏଗେନଷ୍ଟରେ ସେମାନେ ଯାଇଥିଲେ ହାଇକୋର୍ଟ, ଅନରେବୁଲ୍ ହାଇକୋର୍ଟ। ସେଇଟା ଶୁଣାଣି ପରେ ତାଙ୍କୁ ଡିସମିସ୍ କରାହେଲା, ଯେହେତୁ ତାଙ୍କର କିଛି ସେମିତି ଭ୍ୟାଲିଡ୍ ପଏଣ୍ଟ ନଥିଲା। ସେମାନେ ଯେଉଁ ଦେଖାଉଥିଲେ ଯେ ତାଙ୍କର ଯେଉଁ ପୁରା ତାଙ୍କୁ ଦେଇଛନ୍ତି ଯେଉଁ ତମ୍ବାପତ୍ର ହେଉ କି ବିଭିନ୍ନ ଡକୁମେଣ୍ଟ ଦେଇଛନ୍ତି ବୋଲି ସେମାନେ କ୍ଲେମ୍ କରୁଥିଲେ, ଯେଉଁଟାକି ସେମାନେ କୋର୍ଟରେ ସବମିଟ୍ କରିପାରିନଥିଲେ କି ପ୍ରୁଭ୍ କରିପାରିନଥିଲେ, ତେଣୁ ଡିସମିସ୍ ହେଇଛି। ଆଉ ଆମେ ଆଗରୁ ମଧ୍ୟ ଏନକ୍ରୋଚମେଣ୍ଟ କେସ୍ରେ ତାଙ୍କୁ ନୋଟିସ୍ ଫୋଟିସ୍ ଦେଇଥିଲୁ, ଯାହା ମାନେ ପାରାଫିନିଆ ପ୍ରୋସିଜର୍ ମେଣ୍ଟେନ୍ କରିଥିଲୁ। ଆଉ ଏବେ ମଧ୍ୟ ତାଙ୍କୁ ସଫିସିଏଣ୍ଟ ଅପରଚ୍ୟୁନିଟି ଦେଇଥିଲୁ, ଯେଉଁଟାକି ସେମାନେ ହଟେଇ ନଥିଲେ। ଲାଷ୍ଟକୁ ପ୍ରଶାସନ ବାଧ୍ୟ ହେଇକି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆମେ ସବୁ ଯାଇଥିଲୁ ଟିମ୍, ଓ ଯାହା ପ୍ରୋସେସ୍ ଫଲୋ କରିକି ତାଙ୍କୁ ଆମେ ଏଭିକ୍ସନ୍ କରିଥିଲୁ। ଯାହା ଫୋର୍ସ ଆରାଉଣ୍ଡ ଆମର ସବୁ 100 ପାଖାପାଖି ଥିଲେ। ଆମର ସିନିୟର ଅଫିସର SDPO ଥିଲେ, ତାପରେ IAC 2 ଜଣ ଥିଲେ, ଆଉ SP ସାର୍ ମଧ୍ୟ ନିଜେ ସୁପରଭିଜନ୍ କରୁଥିଲେ। ମାନେ ଆମକୁ ତାଙ୍କ ମାନେ ଫୋର୍ସକୁ ଫୋନ୍ କରି ସାର୍ ମଧ୍ୟ ତଦାରଖ କରୁଥିଲେ। ଦେଖନ୍ତୁ ସେଇଟା ତ ଆଗରୁ ଆସିଥିଲା ମିଡ଼ିଆ ସାମ୍ନାରେ, ଆମେ ଯାହା ମାନେ ସେତେବେଳେ ଆମ ପାଖକୁ ଖବର ଆସିଥିଲା। କିନ୍ତୁ ଯେହେତୁ ଏସବୁ ସେଇଟା ବୋଧେ ମଝିରେ ଗୋଟେ ଇନକ୍ୱାରି ଟିମ୍ ହେଇଥିଲା, ସେ ବିଷୟରେ ଆମେ ଦେଖିବୁ କ'ଣ କରିହେବ। ଯଦି ସେମିତି କିଛି ହେଇଥିବ ନିଶ୍ଚିତ ଭାବରେ ସେଇଟା ଆକ୍ସନ୍ ନିଆଯିବ। ସବୁ ଯାହା ମାନେ ଆମେ ଏନକ୍ରୋଚମେଣ୍ଟ ଆଇନ ହିସାବରେ ନିଶ୍ଚିତ ଭାବରେ ଆମେ ତାକୁ ଯେତେ ମାନେ କନଷ୍ଟ୍ରକ୍ସନ୍ ଥିଲା, ଯେଉଁଟା ଆମର ଗୋଡାଉନ୍ ଥିଲା, ତାପରେ 3 ମହଲା କୋଠା ଥିଲା ଯେଉଁଥିରେ ସେମାନେ ରହୁଥିଲେ। ଅବଶ୍ୟ ଏବେ ରହୁନଥିଲେ, ଆଗରୁ ସେଠି ରହୁଥିଲେ। ଆଉ ତାଙ୍କର ଯେଉଁ ଆୟୁର୍ବେଦିକ କାମ ମଧ୍ୟ କରୁଥିଲେ। ଆଉ 2ଟା ଛୋଟ ଛୋଟ ବିଲ୍ଡିଂ ଥିଲା, ସବୁକୁ ଆମେ ତାକୁ ଡିମୋଲିସ୍ କରିଛୁ। ଜାଗା 22 ଏକର 29 ଡିସମିଲ୍ ସେ ଜାଗା ମାଡ଼ି ବସିଲୁ।